ହ୍ୟାଲୋ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଅଛି ଆଉ ଏମିତି ଏକ ସତ କାହାଣୀ, ଯେଉଁ କାହାଣୀ ଶୁଣିଲା ମାନେ ଆପଣ ବହୁତ ଦୁଃଖ ଲାଗିବ। ଚାଲନ୍ତୁ କାହାଣୀଟିକୁ ଷ୍ଟାର୍ଟ କରିବା। 30 ଏପ୍ରିଲ 2026ରେ ସେହି ସନ୍ଧ୍ୟା, ଯେତେବେଳେ ଜବଲପୁରର ବର୍ଗୀ ଡ୍ୟାମ୍ରେ ସବୁକିଛି ସାଧାରଣ ଏବଂ ସୁନ୍ଦର ଭାବରେ ଆରମ୍ଭ ହୋଇଥିଲା। ପ୍ରତିଦିନ ଯେପରି ସେଠାରେ ହୁଏ, ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହେଉଥିଲା। ନର୍ମଦା ନଦୀର ପାଣି ସୁନାଲି ଆଲୋକରେ ଚମକୁଥିଲା। ପବନ ହାଲକା ଥିଲା ଏବଂ ପରିବେଶରେ ଏକ ଅଜଣା ଶାନ୍ତି ଏବଂ ଖୁସି ଥିଲା। ଲୋକମାନେ ନିଜ ପରିବାର ସହିତ ଘୁରୁଥିଲେ। ପିଲାମାନେ ହସି ହସି ଏପଟ ସେପଟ ଦୌଡ଼ୁଥିଲେ। କେହି ପରିବାର ସହିତ ଥିଲେ ତ କେହି ନିଜ ଛୋଟ ପିଲାଙ୍କ କୋଳରେ ନେଇ ଚଢ଼ୁଥିଲେ। ଜଣେ ମା ନିଜ ପ୍ରାୟ 3 ବର୍ଷର ପିଲାଙ୍କୁ ଛାତିରେ ଲଗାଇ ରଖିଥିଲା। ପିଲାଟି ଖୁସି ଥିଲା ଏବଂ ପାଣିକୁ ଦେଖି ତାଳି ମାରୁଥିଲା। କିଛି କଲେଜ ଛୁଆମାନେ ମଜାକ କରୁଥିଲେ। ଜଣେ ନବବିବାହିତା ଯୋଡ଼ି ହାତ ଧରି ବସିଥିଲା। କିଛି ବୃଦ୍ଧ ଶାନ୍ତ ଭାବରେ ବସିଥିଲେ। ସମୁଦାୟ ମିଶି ପ୍ରାୟ 30ରୁ 31 ଜଣ ଲୋକ ସେହି ଡଙ୍ଗାରେ ଥିଲେ। ଡଙ୍ଗାର କର୍ମଚାରୀମାନେ ତୁରନ୍ତ ଲୋକମାନଙ୍କୁ ବସାଇ ଦେଲେ। କିଛି ଲୋକ ସୁରକ୍ଷାକୁ ନେଇ ପଚାରିଲେ ଯେ ଲାଇଫ୍ ଜ୍ୟାକେଟ୍ କେଉଁଠି ଅଛି। କିଛି ଲୋକଙ୍କୁ ଜ୍ୟାକେଟ୍ ଦିଆଗଲା, କିନ୍ତୁ ଅନେକଙ୍କୁ ମିଳିଲା ନାହିଁ ଏବଂ କର୍ମଚାରୀମାନେ ଏହା କହି କଥାକୁ ଟାଳିଦେଲେ ଯେ ପ୍ରତିଦିନ ପରି ଏହି ଯାତ୍ରା ମଧ୍ୟ ସାଧାରଣ ହେବ। ସେ ସମୟରେ କାହାରି ମଧ୍ୟ ଅନୁମାନ ନଥିଲା ଯେ ଏହି ଛୋଟ ଅବହେଳା କିଛି ସମୟ ପରେ ଏତେ ବଡ଼ ଦୁର୍ଘଟଣାରେ ପରିଣତ ହେବ। ଡଙ୍ଗାର ଧୀରେ ଧୀରେ କୂଳକୁ ଦୂରକୁ ଯିବାକୁ ଲାଗିଲା। ଇଞ୍ଜିନ୍ର ଶବ୍ଦ ହାଲୁକା ଥିଲା। ପାଣି ଉପରେ ହାଲୁକା ତରଙ୍ଗ ଲହଡ଼ି ହେଉଥିଲା। ଲୋକମାନେ ଖୁସି ଥିଲେ। କେହି ସେଲ୍ଫି ନେଉଥିଲେ ତ କେହି ଭିଡ଼ିଓ ବନାଉଥିଲେ। ପିଲାମାନେ ପାଣିକୁ ଦେଖି ଖୁସି ହେଉଥିଲେ। କିଛି ଲୋକ ଗୀତ ଗାଉଥିବା ବେଳେ ପରିବେଶ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପିକନିକ୍ ପରି ଲାଗୁଥିଲା। କିନ୍ତୁ ଯେପରି ଡଙ୍ଗା ଆଗକୁ ବଢ଼ୁଥିଲା, ଆକାଶର ରଙ୍ଗ ଧୀରେ ଧୀରେ ବଦଳିବାକୁ ଲାଗିଲା। ଦୂରେ କେଉଁଠି କଳା ବାଦଲ ଦେଖାଯିବାକୁ ଲାଗିଲା। ପବନ କିଛି ଜୋର ହେଲା। ଆରମ୍ଭରେ କାହାରି ଅଧିକ ଧ୍ୟାନ ଯାଉନଥିଲା, କାରଣ ଏମିତି ପାଗ ସାଧାରଣ ଆସେ ଏବଂ ଚାଲିଯାଏ। କିନ୍ତୁ କିଛି ମିନିଟ୍ ମଧ୍ୟରେ ପବନର ଗତି ବଢ଼ିଗଲା। ପାଣିରେ ହଲଚଲ ବଢ଼ିଗଲା। ଡଙ୍ଗା ହାଲୁକା ହାଲୁକା ଲହଡ଼ିରେ ସାଇଟ୍ ହେବାକୁ ଲାଗିଲା। କିଛି ଲୋକ ଚିନ୍ତା ପ୍ରକାଶ କରି କର୍ମଚାରୀମାନଙ୍କୁ କହିଲେ ଯେ ସମ୍ଭବତଃ ଫେରିଯିବା ଉଚିତ, କିନ୍ତୁ ଉତ୍ତର ମିଳିଲା ଯେ ଏହା ସାଧାରଣ କଥା ଏବଂ ଡରିବାର କିଛି ନାହିଁ। ଏହା ସେହି ସମ୍ପୂର୍ଣ୍ଣ ମୁହୂର୍ତ୍ତ ଥିଲା ଯେଉଁଠାରେ ଯଦି ସିଦ୍ଧାନ୍ତ ବଦଳି ଯାଇଥାନ୍ତା, ତେବେ ସମ୍ଭବତଃ କାହାଣୀ ମଧ୍ୟ ବଦଳି ଯାଇଥାନ୍ତା। କିନ୍ତୁ ଡଙ୍ଗା ଆଗକୁ ବଢ଼ୁଥିଲା ବେଳେ ଏବେ ପବନ ଆଉ ଅଧିକ ତୀବ୍ର ହୋଇଯାଇଥିଲା। ତରଙ୍ଗମାନେ ଉଚ୍ଚ ହେବାକୁ ଲାଗିଲେ। ଡଙ୍ଗା ଏବେ ପୂର୍ବ ଅପେକ୍ଷା ଅଧିକ ହଲୁଥିଲା। ଲୋକମାନଙ୍କ ମୁହଁରେ ହସର ସ୍ଥାନରେ ଭୟ ଦେଖାଯାଉଥିଲା। ପିଲାମାନେ କାନ୍ଦିବା ଆରମ୍ଭ କରିଦେଲେ। ମହିଳାମାନେ ଭଗବାନଙ୍କୁ ନାମ ନେବାକୁ ଲାଗିଲେ। କିଛି ଲୋକ ଠିଆ ହୋଇ ସନ୍ତୁଳନ ବନାଇବାକୁ ଚେଷ୍ଟା କରୁଥିଲେ। ସେତେବେଳେ ହଠାତ୍ ଗୋଟିଏ ଜୋର ପବନ ଆସିଲା ଏବଂ ଡଙ୍ଗା ଗୋଟେ ପଟକୁ ନଇଁଗଲା। ଲୋକମାନେ ଚିତ୍କାର କରି ଉଠିଲେ। କିଛି ଲୋକ ପଡ଼ିଗଲେ। ପାଣି ଡଙ୍ଗା ଭିତରକୁ ପଶି ଆସିଲା। ପରିବେଶ ଏବେ ସମ୍ପୂର୍ଣ୍ଣ ଭାବରେ ଭୟରେ ପରିଣତ ହୋଇଯାଇଥିଲା। ଲୋକମାନେ ଚିତ୍କାର କରୁଥିଲେ, କିନ୍ତୁ ଏବେ ବହୁତ ଲେଟ୍ ହୋଇଯାଇଥିଲା। ହଠାତ୍ ଆଉ ଗୋଟିଏ ବଡ଼ ତରଙ୍ଗ ଆସିଲା ଏବଂ ଡଙ୍ଗାକୁ ସନ୍ତୁଳନ ସମ୍ପୂର୍ଣ୍ଣ ଭାବରେ ବିଗିଡ଼ିଗଲା। କେବଳ କିଛି ସେକେଣ୍ଡ ମଧ୍ୟରେ ସେହି ମୁହୂର୍ତ୍ତ ଆସିଲା ଯାହାକୁ କେହି କେବେ ଭୁଲି ପାରିବେ ନାହିଁ। ଡଙ୍ଗା ପଲଟିଗଲା ଏବଂ ସବୁକିଛି ପାଣି ମଧ୍ୟରେ ଚାଲିଗଲା। ଯେଉଁ ଲୋକମାନେ ଗୋଟେ ମୁହୂର୍ତ୍ତ ପୂର୍ବରୁ ହସୁଥିଲେ, ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ନିଜକୁ ଗଭୀର ପାଣିରେ ପାଇଲେ। ଚାରିପଟେ ଚିତ୍କାର, ପାଣି ଏବଂ ଦୌଡ଼ା ଦୌଡ଼ି ଥିଲା। କେହି କାହାକୁ ଧରିବାକୁ ଚେଷ୍ଟା କରୁଥିଲେ ତ କେହି ପହଁରିବାକୁ ଚେଷ୍ଟା କରୁଥିଲେ। ଅନେକଙ୍କ ପହଁରିବା ଆସୁନଥିଲା। କିଛି ଲୋକଙ୍କ ଲାଇଫ୍ ଜ୍ୟାକେଟ୍ ସହାୟତାରେ ଉପରେ ରହିବାକୁ ଚେଷ୍ଟା କରୁଥିଲେ। ସେହି ମା ନିଜ ପିଲାକୁ ଛାତିରେ ଲଗାଇ ରଖିଥିଲା। ପାଣିରେ ପଡ଼ିବା ମାତ୍ରେ ନିଜ ପିଲାକୁ ଆଉ ଭଲ ଭାବରେ ଧରିନେଲା। ସେ ନିଜ ପହଁରି ପାରୁନଥିଲା, କିନ୍ତୁ ସେ ନିଜ ପିଲାକୁ ଛାଡ଼ି ନଥିଲା। କିଛି ଲୋକେ ଏକା ଅନ୍ୟକୁ ଧରି ବଞ୍ଚିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଡର ଏବଂ ଚିନ୍ତାରେ ଏତେ ବେଶୀ ଥିଲା ଯେ କେହି ଠିକ୍ ଦିଗରେ ଭାବି ପାରୁନଥିଲେ। ଏହି ମଧ୍ୟରେ କୂଳରେ ଥିବା କିଛି ଲୋକ ଶବ୍ଦ ଶୁଣି ସତେଜ ଭାବରେ ସହାୟତା ପାଇଁ ଦୌଡ଼ିଲେ। ପୁଲିସ ଏବଂ ରେସ୍କ୍ୟୁ ଟିମ୍କୁ ସୂଚନା ଦିଆଗଲା। କିଛି ସମୟ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ଡଙ୍ଗାମାନେ ମଧ୍ୟ ପଠାଯାଇଥିଲା ଲୋକମାନଙ୍କୁ ପାଣିରୁ ବାହାର କରିବା ପାଇଁ। ଚେଷ୍ଟା କରାଗଲା। ଯେଉଁ ଲୋକମାନେ ପାଣି ଉପରେ ଥିଲେ ସେମାନଙ୍କୁ ଶୀଘ୍ର ବାହାର କରାଗଲା, କିନ୍ତୁ
ଯେଉଁମାନେ ତଳକୁ ଚାଲି ଯାଇଥିଲେ ସେମାନଙ୍କୁ ଖୋଜିବା ବହୁତ କଷ୍ଟକର ଥିଲା। ଅନେକ ଲୋକଙ୍କୁ ଅଚେତନ ଅବସ୍ଥାରେ ବାହାରେ କରାଗଲା, କିନ୍ତୁ କିଛି ଲୋକଙ୍କୁ ବଞ୍ଚାଇ ପାରିଲା ନାହିଁ। ଧୀରେ ଧୀରେ ଏହା ସ୍ପଷ୍ଟ ହେବାକୁ ଲାଗିଲା ଯେ ଏହା କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ବରଂ ଗୋଟିଏ ବଡ଼ ଦୁର୍ଘଟଣାରେ ରୂପ ନେଇଛି। ହସ୍ପିଟାଲ ବାହାରେ ପରିବାରମାନଙ୍କର ଭିଡ଼ ଜମା ହୋଇଗଲା। ପ୍ରତ୍ୟେକ ନିଜ ଲୋକଙ୍କ ବିଷୟରେ ପଚାରୁଥିଲେ, କାହାର ପୁଅ ଭିତରେ ଥିଲା। ପ୍ରତ୍ୟେକ ଆମ୍ବୁଲାନ୍ସ ଆସିବା ପରେ ହୃଦୟର ଧଡ଼କନ ବଢ଼ି ଯାଉଥିଲା, କିନ୍ତୁ ଅନେକ ସମୟ ଉତ୍ତର ଆଶାରେ ବିପରୀତ ହୋଇଥିଲା ଯେ କିଛି ଲୋକ ପାଇଁ ସଦା ପାଇଁ ଚାଲି ଯାଇଥିଲେ। ଅନେକ ପରିବାର ଭାଙ୍ଗି ଯାଇଥିଲା। ପରେ ତଦନ୍ତ ସାମ୍ନାକୁ ଆସିଲା ଯେ ପାଗର ସତର୍କବାଣୀକୁ ଗୁରୁତ୍ୱର ସହିତ ନିଆଯାଇନଥିଲା, ଡଙ୍ଗାକୁ ସମୟରେ ଫେରାଯାଇନଥିଲା ଏବଂ ସବୁଠାରୁ ବଡ଼ କଥା ହେଉଛି ସମସ୍ତ ଯାତ୍ରୀଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆଯାଇନଥିଲା। ଏହା ଏକ ଏମିତି ଭୁଲ ଥିଲା ଯାହାର ମୂଲ୍ୟ ଅନେକ ଜୀବନ ନିଜ ଜୀବନ ଦେଇ ଚୁକାଇଥିଲେ। 30 ଏପ୍ରିଲର ସେହି ସନ୍ଧ୍ୟା ଯାହା ଖୁସି ଏବଂ ଶାନ୍ତିର ଆରମ୍ଭ ହୋଇଥିଲା, ତାହା ଦର୍ଦ, ଚିତ୍କାର ଏବଂ ଲୁହରେ ସବୁକିଛି ଶେଷ ହୋଇଗଲା। ଏବଂ ଆଜି ମଧ୍ୟ ଯେତେବେଳେ ସେହି ଘଟଣାକୁ ମନେ ପକାଯାଏ, ସେତେବେଳେ ମନରେ କେବଳ ଗୋଟିଏ ପ୍ରଶ୍ନ ଆସେ, ଯଦି ଟିକେ ସାବଧାନ ରଖାଯାଇଥାନ୍ତା, ଯଦି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯାଇଥାନ୍ତା, ତେବେ କ'ଣ ଏହି ଲୋକମାନଙ୍କର ଆଜି ବଞ୍ଚିଥାନ୍ତେ? ଏହି ଦୁର୍ଘଟଣା କେବଳ ଗୋଟିଏ ଘଟଣା ନୁହେଁ, ଏହା ଗୋଟିଏ ସତର୍କବାଣୀ ଥିଲା ଯେ ଜୀବନରେ ସୁରକ୍ଷାକୁ କେବେ ମଧ୍ୟ ହାଲକା ଭାବରେ ନେବା ଉଚିତ ନୁହେଁ, କାରଣ ଗୋଟିଏ ଛୋଟ ଅବହେଳା ମଧ୍ୟ ସବୁକିଛି ଛିନଭିନ କରିଦେଇପାରେ। ଏବଂ ସେହି ଦିନ ନର୍ମଦାର ଶାନ୍ତ ପାଣି ସେହି ଶେଷ ମୁହୂର୍ତ୍ତମାନଙ୍କର ସାକ୍ଷୀ ହୋଇ ରହିଗଲା, ଯେଉଁଠାରେ ହସ ହଠାତ୍ ନୀରବତାରେ ପରିଣତ ହୋଇଗଲା ଏବଂ ଅନେକ କାହାଣୀ ଅଧୁରା ରହିଗଲା। ସାଙ୍ଗମାନେ, ଏଟା ହେଉଛି ଏକ ସତ୍ୟ ଘଟଣା ଯାହା 30 ଏପ୍ରିଲରେ ଘଟିଯାଇଥିଲା ଏହି ଲୋକମାନଙ୍କର ସାଙ୍ଗରେ। ଚାଲନ୍ତୁ ଭିଡ଼ିଓଟିକୁ ଏଇଠି ଏଣ୍ଡ କରିବା। ଆଗାମୀ ଭିଡ଼ିଓରେ ଆପଣମାନଙ୍କ ସହ ଦେଖାହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।